କିଛି ଦିନ ହେଲା ପାଗରେ ପରିବର୍ତ୍ତନ ଦେଖାଯାଉଛି। କେତେବେଳେ ଟାଣ ଖରା ଗୁଳୁଗୁଳି ତ କେତେବେଳେ ବର୍ଷା। ଏହା ଯୋଗୁଁ ତମ ଭଳିଆ ଛୋଟ ପିଲାମାନଙ୍କର ଦେହ ଖରାପ ହେଉଛି। ଜ୍ୱର, ସର୍ଦ୍ଦି, କାଶ, ଝାଡ଼ା, ବାନ୍ତି ସବୁ ଦେଖାଯାଉଛି। ତେଣୁ ପିଲାଏ, ଆମେ ସତର୍କ ହେଇ ଚଳିଲେ ଏସବୁ ରୋଗ ଆମ ପାଖ ମାଡ଼ିବନି। ଆମେ ବଜାରର ଖାଇବା ଜିନିଷକୁ ବାରଣ କରିବା। ମା'ଙ୍କ ହାତରନ୍ଧା ଘରର ପୁଷ୍ଟିକର ଖାଦ୍ୟ ଖାଇବା। ସ୍ୱଚ୍ଛ ଆଉ ଫୁଟା ପାଣି ପିଇବା। ନିୟମିତ ସଫାସୁତୁରା ହେଇ ଗାଧେଇବା ଆଉ ସଫା ଲୁଗା ପିନ୍ଧିବା। ଆଉ ମଶାରୀ ଟାଙ୍ଗି ଶୋଇବା। ଥଣ୍ଡା ପାନୀୟ, ଆଇସ୍କ୍ରିମ୍, ଚକୋଲେଟ୍, ପ୍ୟାକେଟ୍ରେ ମିଳୁଥିବା ଚିପ୍ସ ଏସବୁକୁ ଜମାରୁ ଖାଇବାନି। ପିଲାଏ, କଥାରେ ଅଛି ପରା, ଜାଣିଲେ ଜିଣିବା। ତେଣୁ ନିଜେ ଯଦି ସତର୍କ ରହିବା ତେବେ ଆମ ଦେହ ଭଲ ରହିବ ଆଉ ପାଠରେ ମନ ଲାଗିବ। ଆସ ପିଲାଏ, ଆଜି କାର୍ଯ୍ୟକ୍ରମରେ ପ୍ରଥମେ ଶୁଣିବା ଭକ୍ତି ଗୀତଟିଏ। କିଏ ଗାଇବେ ଆଉ କାହା ଲେଖାରୁ ସେ ଗାଇବେ ସେ କଥା ସେ ନିଜେ କହିବେ। ଆସ ଶୁଣିବା। ମୋ ନାଁ ଆୟୁଷନ୍ ପୃଷ୍ଟି। ଆଜି ମୁଁ ଗୋଟେ ଭଜନ ଗାଇବାକୁ ଯାଉଛି, ଯାହାକୁ ଲେଖିଛନ୍ତି ବାବାଜୀ ଚରଣ ଜେନା। कपटिया से लो करे केते लीला, बड़ कपटिया से लो करे केते लीला। से कला कुसरी नुहे कला में घमाला, से कला कुसरी नुहे कला में घमाला। कला तो कला मोर कालिया कला, कला तो कला मोर कालिया कला। से कला कुसरी नुहे कला में घमाला, से कला कुसरी नुहे कला में घमाला, से कला कुसरी नुहे कला में घमाला। ପିଲେ, ତମେ ସବୁ ପାଠ ପଢୁଛ। ଯେତେବେଳେ ପାଠ ପଢି ସାର ଟିକେ ମନୋରଞ୍ଜନ ପାଇଁ କ'ଣ କର କହିଲ? ରେଡ଼ିଓ ଶୁଣ କି ଟିଭି ଦେଖ। ଆଜିକାଲି ଟିଭିରେ ଅନେକ ଚ୍ୟାନେଲ ରହିଛି, ଅନେକ ପ୍ରକାର କାର୍ଯ୍ୟକ୍ରମ ଦେଖିବାକୁ ମିଳୁଛି। କିନ୍ତୁ ଭାରତରେ ପ୍ରଥମେ ଥିଲା ଦୂରଦର୍ଶନ। ତାର କାର୍ଯ୍ୟକ୍ରମ ଦେଖିବା ପାଇଁ ବୟସ୍କ ବ୍ୟକ୍ତିଙ୍କ ଠାରୁ ନେଇ ପିଲାମାନେ ସମସ୍ତେ ଖୁସି ହେଉଥିଲେ। ଆଜି ମଧ୍ୟ ଦୂରଦର୍ଶନରେ ଅନେକ ଶିକ୍ଷଣୀୟ କାର୍ଯ୍ୟକ୍ରମ ପ୍ରଚାର କରାଯାଉଛି। ତମ ପାଇଁ ମଧ୍ୟ ଅନେକ କାର୍ଯ୍ୟକ୍ରମ ରହିଛି। ଆସ ଆଜି ଜାଣିବା ଆମ ଦୂରଦର୍ଶନ ବିଷୟରେ। କହିଛନ୍ତି ଦିଲ୍ଲୀପ କୁମାର ସାହୁ। ପିଲାମାନେ, ତୁମକୁ ରେଡ଼ିଓ ଶୁଣିବା ପାଇଁ ଖୁବ୍ ଭଲ ଲାଗେ। ସେଇଥିପାଇଁ ଶିଶୁ ସଂସାର ଆରମ୍ଭ ହେବା ମାତ୍ରେ ରେଡ଼ିଓ ଖୋଲି ବସିଯାଅ। ଠିକ୍ ସେମିତି ଟେଲିଭିଜନର ଅନେକ କାର୍ଯ୍ୟକ୍ରମ ତୁମକୁ ଭଲ ଲାଗେ। ଆଉ ସେହି ସବୁ କାର୍ଯ୍ୟକ୍ରମ ଦେଖିବା ପାଇଁ ତୁମେ ସବୁ ଭୋକ ଶୋଷ ଭୁଲିଯାଅ। ଟେଲିଭିଜନରେ ଏବେ ଅନେକ ଗୁଡ଼ିଏ ଚ୍ୟାନେଲ ଦେଖିବାକୁ ମିଳୁଛି। କିନ୍ତୁ ଚ୍ୟାନେଲମାନଙ୍କ ସେହି ଭିଡ଼ ଭିତରେ ସମସ୍ତଙ୍କ ପ୍ରିୟ ଦୂରଦର୍ଶନ।
ଯାହାକି ଭାରତୀୟ ଟେଲିଭିଜନ ଦୁନିଆର ସବୁଠାରୁ ପୁରୁଣା ଚ୍ୟାନେଲ। ସେପ୍ଟେମ୍ବର 15 ତାରିଖ ଦୂରଦର୍ଶନର ଜନ୍ମଦିନ। 1959 ମସିହା ସେପ୍ଟେମ୍ବର 15 ତାରିଖ ଦିନ ପ୍ରଥମେ ଆମ ଦେଶରେ ଦୂରଦର୍ଶନ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ ହୋଇଥିଲା ଆମ ରାଜଧାନୀ ଦିଲ୍ଲୀରେ। ଏବେ ସିନା ଦୂରଦର୍ଶନ ଏକ 24 ଘଣ୍ଟିଆ ଚ୍ୟାନେଲ ହୋଇଗଲାଣି। ଆରମ୍ଭରେ କିନ୍ତୁ ପ୍ରଥମେ କେବଳ ରବିବାର ଦିନ ସନ୍ଧ୍ୟାରେ 1 ଘଣ୍ଟା ପାଇଁ କାର୍ଯ୍ୟକ୍ରମ ପ୍ରସାରଣ ହେଉଥିଲା। ଦିଲ୍ଲୀ ସହରରେ ଟେଲିଭିଜନ କ୍ଲବମାନ ଗଢ଼ାଯାଇଥିଲା। ସେହି କ୍ଲବରେ ବସି ଦର୍ଶକମାନେ କାର୍ଯ୍ୟକ୍ରମ ଦେଖୁଥିଲେ। 1965 ମସିହାରେ ଆରମ୍ଭ ହେଲା ଦୂରଦର୍ଶନର ନିୟମିତ କାର୍ଯ୍ୟକ୍ରମ ପ୍ରସାରଣ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳର ଲୋକେ ପ୍ରତିଦିନ ସନ୍ଧ୍ୟାରେ ଦୂରଦର୍ଶନ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇଲେ। 1972 ମସିହା ଅକ୍ଟୋବର 2 ତାରିଖରେ ମୁମ୍ବାଇରେ ଓ 1975 ମସିହା ଅଗଷ୍ଟ 9 ତାରିଖରେ କୋଲକାତାରେ ଦୂରଦର୍ଶନ କେନ୍ଦ୍ର ସ୍ଥାପନ ହେବା ପରେ ସେହି ମହାନଗର ନିକଟବର୍ତ୍ତୀ ଲୋକେ ଦୂରଦର୍ଶନ ଦେଖିବାର ସୁଯୋଗ ପାଇଲେ। ଆରମ୍ଭରୁ କେବଳ ଟ୍ରାନ୍ସମିଟର ବା ବଡ଼ ବଡ଼ ଖୁଣ୍ଟି ଉପରେ ଖଞ୍ଜା ଯାଇଥିବା ଯନ୍ତ୍ର ଦ୍ୱାରା ରେଡିଓ ପରି ଦୂରଦର୍ଶନର କାର୍ଯ୍ୟକ୍ରମ ପ୍ରସାରଣ ହେଉଥିଲା। ଲୋକମାନେ ଲମ୍ବା ଲମ୍ବା ଖାଡ଼ି ଆଣ୍ଟିନା ଲଗାଇ ଟେଲିଭିଜନରେ କାର୍ଯ୍ୟକ୍ରମ ଦେଖୁଥିଲେ। 70 ମସିହା ପରେ ବିଶ୍ୱରେ ଉପଗ୍ରହ ବା ସାଟେଲାଇଟ୍ ଦ୍ୱାରା କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ ହେଲା। ଆମ ଦେଶରେ 1975 ମସିହା ଅଗଷ୍ଟ 1 ତାରିଖରୁ 1976 ମସିହା ଜୁଲାଇ 31 ତାରିଖ ଯାଏ ପରୀକ୍ଷାମୂଳକ ଭାବରେ ଉପଗ୍ରହ ମାଧ୍ୟମରେ ଦୂରଦର୍ଶନ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା। ସେତେବେଳେ ଓଡ଼ିଶା ସହିତ ଦେଶର 6 ଗୋଟି ପ୍ରଦେଶକୁ ଏଥିପାଇଁ ବଛାଯାଇଥିଲା। ଏଥିରେ ପ୍ରତି ପ୍ରଦେଶର 3 ଗୋଟି ଜିଲ୍ଲାର ଲୋକମାନେ କିପରି ସେମାନଙ୍କ ଭାଷାର କାର୍ଯ୍ୟକ୍ରମ ଦୂରଦର୍ଶନରେ ଦେଖିପାରିବେ ସେଥିପାଇଁ ବ୍ୟବସ୍ଥା କରାଯାଇଥିଲା। ଆମ ରାଜ୍ୟର ସମ୍ବଲପୁର, ଢେଙ୍କାନାଳ ଏବଂ ଫୁଲବାଣୀ ଜିଲ୍ଲାର ସ୍ଥିର କରାଯାଇଥିବା 300 ଗାଁର ସ୍କୁଲମାନଙ୍କରେ ଟେଲିଭିଜନ ମାନ ଖଞ୍ଜା ଯାଇଥିଲା। ସେହି ଟେଲିଭିଜନ ମାଧ୍ୟମରେ ଲୋକେ ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଆ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇଥିଲେ। ଓଡ଼ିଆ କାର୍ଯ୍ୟକ୍ରମ ପ୍ରସ୍ତୁତି ପାଇଁ ସେତେବେଳେ କଟକର ତୁଳସୀପୁରଠାରେ ପ୍ରତିଷ୍ଠା କରାଗଲା ଉପଗ୍ରହ ଦୂରଦର୍ଶନ କେନ୍ଦ୍ର। ପରେ ଏହାର ନାମ କେବଳ ଦୂରଦର୍ଶନ କେନ୍ଦ୍ର ରଖାଯାଇଥିଲା। ଏହି କେନ୍ଦ୍ରରେ କାର୍ଯ୍ୟକ୍ରମ ତିଆରି ହେଉଥିଲା। ଉପଗ୍ରହକୁ ଏହାର ସଂକେତ ପଠାଇବା ପାଇଁ କାର୍ଯ୍ୟକ୍ରମର ଭିଡ଼ିଓ ଟେପ୍ ଅହମ୍ମଦାବାଦର ଉପଗ୍ରହ କେନ୍ଦ୍ରକୁ ପଠାଯାଉଥିଲା। ପିଲାଏ ସେତେବେଳେ ଭିଡ଼ିଓ କ୍ୟାସେଟ୍ କି ସିଡି ବା ମେମୋରି କାର୍ଡ଼ ନଥିଲା। ବଡ଼ ବଡ଼ ଭିଡ଼ିଓ ଟେପ୍ରେ କାର୍ଯ୍ୟକ୍ରମ ରେକର୍ଡ ହେଉଥିଲା। ଅହମ୍ମଦାବାଦର ଇସ୍ରୋ ଉପଗ୍ରହ କେନ୍ଦ୍ରରୁ କାର୍ଯ୍ୟକ୍ରମର ସଂକେତ ଉପଗ୍ରହକୁ ପଠାଯାଉଥିଲା ଓ ଯେଉଁଠାରେ ଟିଭି ଖଞ୍ଜା ଯାଇଥିଲା ସେଠାରେ ଦର୍ଶକମାନେ ସେହି କାର୍ଯ୍ୟକ୍ରମ ଦେଖିପାରୁଥିଲେ। ଉପଗ୍ରହ ମାଧ୍ୟମରେ ଦୂରଦର୍ଶନ କାର୍ଯ୍ୟକ୍ରମ ପ୍ରସାରଣର ପରୀକ୍ଷା ନିରୀକ୍ଷା ବର୍ଷକ ପରେ ସରିଗଲା। ସେତେବେଳେ ଯେଉଁ 6ଟି ରାଜ୍ୟରେ ଏହି କାର୍ଯ୍ୟକ୍ରମ ପ୍ରସାରଣ ହେଉଥିଲା ସେହି 6ଟି ରାଜ୍ୟର ପ୍ରମୁଖ ସହରରେ ଟ୍ରାନ୍ସମିଟର ପ୍ରତିଷ୍ଠା କରାଯାଇ ସେହି ରାଜ୍ୟର ଭାଷାରେ କାର୍ଯ୍ୟକ୍ରମ ପ୍ରସାରଣ କରାଗଲା। ସେତେବେଳେ ଆମ ରାଜ୍ୟର ସମ୍ବଲପୁର ସହରରେ ଥିବା ବ୍ରୁକ୍ସିଲ୍ ପାହାଡ଼ ଉପରେ ରାଜ୍ୟର ପ୍ରଥମ ଦୂରଦର୍ଶନ ଟ୍ରାନ୍ସମିଟର ପ୍ରତିଷ୍ଠା କରାଗଲା। କଟକ ଦୂରଦର୍ଶନ କେନ୍ଦ୍ରରେ କାର୍ଯ୍ୟକ୍ରମ ତିଆରି ହେଉଥିଲା ଓ ଟେପ୍ ପଠାଯାଇ ସମ୍ବଲପୁରରୁ ପ୍ରସାରିତ ହେଉଥିଲା। 1982ରେ ଆସିଲା ଦୂରଦର୍ଶନର ନୂଆ ଯୁଗ। ପ୍ରଥମରୁ କଳାଧଳା କାର୍ଯ୍ୟକ୍ରମ ପ୍ରସାରଣ ହେଉଥିଲା। ଦୂରଦର୍ଶନରେ ରଙ୍ଗୀନ କାର୍ଯ୍ୟକ୍ରମ ପ୍ରସାରଣ ଆରମ୍ଭ ହେଲା 1982 ମସିହା ଅଗଷ୍ଟ 15 ତାରିଖରୁ। ସେହି ବର୍ଷ ଦିଲ୍ଲୀରେ ଆୟୋଜିତ ହୋଇଥିଲା 9ମ ଏସୀୟ କ୍ରୀଡ଼ା ପ୍ରତିଯୋଗିତା। ଏହାର ସିଧା ପ୍ରସାରଣ ସାରା ଦେଶବାସୀ ଦେଖିବା ନିମନ୍ତେ ଦେଶର ପ୍ରମୁଖ ସହରମାନଙ୍କରେ ଦୂରଦର୍ଶନର ଟ୍ରାନ୍ସମିଟର ମାନ ବସାଗଲା। ସେତେବେଳେ ଭୁବନେଶ୍ୱରରେ ମଧ୍ୟ ଏକ ଛୋଟ ଟ୍ରାନ୍ସମିଟର ବସାଯାଇଥିଲା। ଫଳରେ ଉପକୂଳ ଓଡ଼ିଶାର ଲୋକେ ଦୂରଦର୍ଶନ କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ପାଇଲେ। ଏସୀୟ କ୍ରୀଡ଼ା ପ୍ରତିଯୋଗିତା ପରଠାରୁ ଦୂରଦର୍ଶନର ଚାହିଦା ବଢ଼ିବାରେ ଲାଗିଲା ଓ ଦୂରଦର୍ଶନର ଟ୍ରାନ୍ସମିଟର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲା। 1988 ମସିହାରେ ଭୁବନେଶ୍ୱରର ଛୋଟ ଟ୍ରାନ୍ସମିଟରଟାକୁ ଉଠାଇ ଦିଆଗଲା ଓ କଟକଠାରେ ବଡ଼ ଟ୍ରାନ୍ସମିଟର ବସାଗଲା। ଫଳରେ ବେଶୀ ଲୋକ କାର୍ଯ୍ୟକ୍ରମ ଦେଖିପାରିଲେ। 90 ମସିହା ବେଳକୁ ଦେଶର ସବୁ ପ୍ରଦେଶର ରାଜଧାନୀମାନଙ୍କରେ ଦୂରଦର୍ଶନ କେନ୍ଦ୍ରମାନ ପ୍ରତିଷ୍ଠିତ ହୋଇସାରିଥିଲା ଓ ସେହି ପ୍ରଦେଶର ଲୋକେ ସେମାନଙ୍କ ଭାଷାର କାର୍ଯ୍ୟକ୍ରମ ଦେଖିବାର ସୁଯୋଗ ଲାଭ କରୁଥିଲେ। ସେତେବେଳକୁ ଦୂରଦର୍ଶନର ସକାଳ ଓ ଅପରାହ୍ନ ଅଧିବେଶନ ମଧ୍ୟ ଆରମ୍ଭ ହୋଇସାରିଥାଏ। ପୂର୍ବରୁ ଆମ ରାଜ୍ୟରେ କେବଳ ସମ୍ବଲପୁର ଓ କଟକ ଟ୍ରାନ୍ସମିଟରରୁ ଓଡ଼ିଆ କାର୍ଯ୍ୟକ୍ରମ ପ୍ରସାରଣ ହେଉଥିଲା। ରାଜ୍ୟର ଅନ୍ୟ ଟ୍ରାନ୍ସମିଟରଗୁଡ଼ିକ ଦିଲ୍ଲୀ ଦୂରଦର୍ଶନ କାର୍ଯ୍ୟକ୍ରମକୁ ରିଲେ କରୁଥିଲେ। 1991 ମସିହାରେ କଟକ ଦୂରଦର୍ଶନକୁ ଉପଗ୍ରହ ସଂଯୋଗ ସୁବିଧା ମିଳିଲା। ଫଳରେ ସାରା ରାଜ୍ୟର ଲୋକେ ଓଡ଼ିଆ କାର୍ଯ୍ୟକ୍ରମ ଦେଖିପାରିଲେ। 1992 ମସିହା ନଭେମ୍ବର ମାସ 19 ତାରିଖରେ କଟକରୁ ଭୁବନେଶ୍ୱରକୁ ଦୂରଦର୍ଶନ କେନ୍ଦ୍ର ଉଠିଗଲା। କିନ୍ତୁ କଟକରେ ରହିଲା ଟ୍ରାନ୍ସମିଟର। ଭୁବନେଶ୍ୱରରେ ଅତ୍ୟାଧୁନିକ ସୁବିଧା ସୁଯୋଗରେ କାର୍ଯ୍ୟକ୍ରମ ତିଆରି ସହିତ ଉପଗ୍ରହକୁ ସଂକେତ ପଠାଇବାର ବ୍ୟବସ୍ଥା କରାଯାଇଥିଲା।
2000 ମସିହାରେ ଆରମ୍ଭ ହେଲା ଦୂରଦର୍ଶନର 24 ଘଣ୍ଟିଆ ପ୍ରସାରଣ। ଫଳରେ ସାରା ଦିନ ଦର୍ଶକମାନେ ମନଛୁଆଁ କାର୍ଯ୍ୟକ୍ରମ ସହିତ ସମାଚାର ଦେଖିବାର ସୁଯୋଗ ପାଇଲେ। ଆକାଶବାଣୀ ପରି ଦୂରଦର୍ଶନରେ ମଧ୍ୟ ତୁମ ପରି ପିଲାଙ୍କ ପାଇଁ ଅନେକ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସାରିତ ହୁଏ। ଏଇ ଯେମିତି କୁଇଜ୍ କାର୍ଯ୍ୟକ୍ରମ ଜଣା ଅଜଣା, ପିଲାମାନଙ୍କ କାର୍ଯ୍ୟକ୍ରମ କିଶାଳୟ ଓ ବିଦ୍ୟାଳୟ କାର୍ଯ୍ୟକ୍ରମ। ଏହା ତୁମ ପରି ପିଲାମାନଙ୍କର ବୁଦ୍ଧିର ବିକାଶରେ ବେଶ୍ ସହାୟକ ହୋଇଥାଏ। ଦୂରଦର୍ଶନର ଲକ୍ଷ୍ୟ ହେଲା ସତ୍ୟମ୍ ଶିବମ୍ ସୁନ୍ଦରମ୍। ସତ୍ୟମ ଅର୍ଥ ଦୂରଦର୍ଶନ କେବଳ ନିଛକ ସତ୍ୟ କଥା ପ୍ରସାରଣ କରିଥାଏ। ଶିବମ୍ ଅର୍ଥ ଜ୍ଞାନ। ଦୂରଦର୍ଶନର କାର୍ଯ୍ୟକ୍ରମଗୁଡ଼ିକ କେବଳ ଆନନ୍ଦଦାୟକ ନୁହେଁ, ଜ୍ଞାନବର୍ଦ୍ଧକ ମଧ୍ୟ। ସେହିଭଳି ସୁନ୍ଦରମ୍ର ଅର୍ଥ ହେଲା ଦୂରଦର୍ଶନରେ କେବଳ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସାରଣ କରାଯାଏ, ଯାହାକୁ ପରିବାରର ସମସ୍ତେ ଏକାଠି ବସି ଦେଖିପାରିବେ ଓ ସେଥିପାଇଁ ଦର୍ଶକମାନେ ଦୂରଦର୍ଶନକୁ ଭଲ ପାଆନ୍ତି। ପିଲାଏ, ତମ ଭିତରୁ ଅନେକ ସବୁବେଳେ ଟେଲିଭିଜନ ଆଗରେ ହେଉ ବା ମୋବାଇଲରେ ବସି କାର୍ଯ୍ୟକ୍ରମ ଦେଖୁଛ। ଏହାଦ୍ୱାରା ଏକେ ତ ଆଖି ଖରାପ ହେଉଛି, ପୁଣି ପାଠରେ ମନ ଲାଗୁନାହିଁ। ତୁମମାନଙ୍କ ପାଇଁ ପାଠ ଆଗ, ତେଣୁ ପାଠ ବେଳେ ମନ ଲଗେଇ ପାଠ ପଢ଼, ଖେଳିବା ବେଳେ ଖେଳ, ଆଉ ଯେତେବେଳେ ଭଲ କାର୍ଯ୍ୟକ୍ରମଟିଏ ଟେଲିଭିଜନରେ ଦେଉଛି ଦେଖ, ହେଲେ ମୋବାଇଲରେ ସବୁବେଳେ ଆଖି ମାଡ଼ି ବସ ନାହିଁ। ପିଲାଏ, ଏଥର ଚୁପଚାପ ହେଇ ବସି ଗପଟିଏ ଶୁଣିବା। ଗପର ଶୀର୍ଷକ ହେଲା ଈର୍ଷା କରିବା ନାହିଁ। ଗପଟିକୁ ତମମାନଙ୍କୁ କହିଛନ୍ତି ବାଇଧର ନାୟକ। ଆସ ଶୁଣିବା। ଶ୍ରୀମନ୍ତ ବାବୁ ବଜାରରୁ ଛୋଟ ଚାରା ଗଛ ଦୁଇଟି କିଣି ଆଣିଥାନ୍ତି। ଗୋଟିଏ ଚମ୍ପା ଫୁଲ ଗଛ, ଅନ୍ୟଟି ଅଁଳା ଗଛ। ବାରିପାଖ ବଗିଚାରେ ଲଗେଇ ଦେଲେ। ଗଛ ଦୁଇଟି ସବୁଜ ଶୋଭାରେ ବଢ଼ିବାକୁ ଲାଗିଲେ। ବାଡ଼ରେ ଥିବା ବିଛୁଆତି ଗଛ ଏମାନଙ୍କୁ ଦେଖି ତା ମନରେ ଈର୍ଷା ହେଲା। ଏ ଦୁଇଟାଙ୍କୁ ପାନେ ଦେବାକୁ ହେବ। ତା ପରଠାରୁ ଖୁବ୍ ବେଗରେ ଚମ୍ପା ଗଛ ଆଡ଼କୁ ଏବଂ ଅଁଳା ଗଛ ଆଡ଼କୁ ଡଙ୍କେଇ ଡଙ୍କେଇ ମାଡ଼ି ଆସିଲା। ଗଛ ଦୁଇଟାଙ୍କ ଉପରେ ଲଟେଇ ଗଛ ଦୁଇଟାଙ୍କୁ କାବୁ କରିଦେଲା। ଚମ୍ପା ଫୁଲ ଗଛ ବିଛୁଆତିକୁ କହିଲା, ହେ ବିଛୁଆତି ଭାଇ, ମୋ ଉପରେ କିଆଁ ଡଙ୍କେଇ ଡଙ୍କେଇ ଆକଚା ମାକଚା କରୁଛ? ତୁମର ତ କିଛି ଦୋଷ କରିନାହିଁ, ଅଯଥାରେ ଈର୍ଷା କରୁଛ। ବିଛୁଆତି ଦୁଷ୍ଟାମି ହସ ହସି କହିଲା, ମୁଁ ମାଲିକଙ୍କ ବାଡ଼ରେ କେବେଠାରୁ ରହିଛି, ତାଙ୍କ ବଗିଚାକୁ ଜଗିଛି। ସେ କେବେ କ'ଣ ଟିକିଏ ଆଦର କରିଛନ୍ତି? ତୁମକୁ ତ ତାଙ୍କର ଭାରି ଆଦର, ତେଣୁ ତୁମ ଉପରେ ଈର୍ଷା ହେଉଛି। ଅଁଳା ଗଛ କହିଲା, ଶୁଣ ବିଛୁଆତି ଭାଇ, ତୁମ ପାଖେ ଯେଉଁ ଭଲ ଗୁଣ ଅଛି ଆମ ପାଖେ ତାହା ନାହିଁ। ଅଁଳା ଗଛ କଥା ଶୁଣି ବିଛୁଆତି ଆହୁରି ରାଗି ଉଠିଲା ଏବଂ କହିଲା, ଥଟ୍ଟା କରୁଛ? ହତାଦର ହୋଇ ବାଡ଼ରେ ଥାଏ। କୁଣ୍ଡେଇ ହେବାଟା କେଉଁ ଭଲ ଗୁଣ କହିଲୁ କାହାଠୁ ଆଦର ପାଏ? ବିଛୁଆତିର ରାଗଟା ଶାନ୍ତ କରିବା ପାଇଁ ଅଁଳା ଗଛ କଅଁଳେଇ କହିଲା, ବାଡ଼ରେ ରହିଛ, ସୀମାନ୍ତ ଜଗିଛ, ତମେ ତ ବୀର ଯବାନ, ତୁମରି ଭୟରେ ଛେଳି ଗାଈ ଷଣ୍ଢ କରନ୍ତିନି ଆକ୍ରମଣ। ବିଛୁଆତି ଟିକେ ଶାନ୍ତ ହୋଇ କହିଲା, ଚମ୍ପାଲୋ, ତୁ ବଡ଼ ହେଲେ ତୋ ଫୁଲରେ ଦେବତାମାନେ ପୂଜା ପାଇବେ। ଅଁଳା ଫଳ ମଣିଷମାନଙ୍କର ଖାଦ୍ୟ ହେବ। ଆଉ ମୁଁ କାହାର ହେବି କହିଲୁ? କାହାର ସେବାରେ ଲାଗିବି କହିଲୁ? ଏଇ ବାଡ଼ରେ ହତାଦର ହୋଇ ରହିଥିବି। ଏମାନଙ୍କ କଥୋପକଥନ ମଧ୍ୟରେ ମାଲିକ ଓ ତାଙ୍କ ସହିତ ଜଣେ ସାଧୁ ବାବା ଆସି ପହଞ୍ଚିଗଲେ। ଏମାନଙ୍କର କଥା ବନ୍ଦ ହୋଇଗଲା। ମାଲିକ ସାଧୁ ବାବାଙ୍କୁ କହିଲେ, ଏ ବାଡ଼ରେ ଯେତେ ବିଛୁଆତି ଡଙ୍କେଇଛି ଆପଣ କାଟି ନିଅନ୍ତୁ। ହେଲେ ସାଧୁ ବାବା, ଏ ବିଛୁଆତି କେଉଁ କାମରେ ଲାଗିବ? ସାଧୁ ବାବା କହିଲେ, ଏହିପରି ବିଛୁଆତି ଗଛ କେତେ ମୁଁ ଖୋଜିଲିଣି। ବିଛୁଆତି ପତ୍ର ଆଉ ଡଙ୍କରେ ଔଷଧୀୟ ଗୁଣ ଅଛି। ଆୟୁର୍ବେଦିକ ଔଷଧ ପ୍ରସ୍ତୁତ ହେବ। ପୁଣି କିଛି ଦିନ ପରେ ମୁଁ ଆସି ଏ ଡଙ୍କ ପତ୍ର କାଟି ନେବି। ଏତକ କହି ବିଛୁଆତି ଡାଳ କାଟି ସାଧୁ ବାବା ଚାଲିଗଲେ। ଏଥର ଚମ୍ପା ଗଛ କହିଲା, ବିଛୁଆତି ଭାଇ ଶୁଣ, ଆମକୁ ଯେ ତୁମେ ଈର୍ଷା କରୁଥିଲ, ମନ ଦୁଃଖ ପୁଣି କରି କହୁଥିଲ ନାହିଁ ବୋଲି ଭଲ ଗୁଣ। ବିଛୁଆତି ଗଛ ଏଥର ହସି କହିଲା, ମୋ ଭିତରେ ଏମିତି ଭଲ ଗୁଣ ଅଛି ମୁଁ ଜାଣିନଥିଲି। ତୁମକୁ ତୁଚ୍ଛାଟାରେ ଈର୍ଷା କରୁଥିଲି। ଅଁଳା ଗଛ କହିଲା, ଆମ ସଭିଙ୍କର ଭଲ ଗୁଣ ଅଛି। କେହି ନୁହେଁ ବଡ଼ ସାନ, କେହି କାହାରିକୁ ଈର୍ଷା କରିବାନି, ସଭିଏ ଆମେ ସମାନ। ପିଲାଏ, ଆମେ କେହି କାହାରିକୁ ଈର୍ଷା କରିବା ନାହିଁ। ଆମେ ନିଜ ନିଜ ଗୁଣରେ ବଡ଼, କେବେ ବି ଅହଙ୍କାର କରିବା ନାହିଁ।
ଆମେ ମାଟି ମାର ଜଣେ ଜଣେ ସୈନିକ ଭାବରେ ଗଢ଼ି ହେବା। ପିଲାଏ, ଆୟୁଷନ୍ ପୃଷ୍ଟି ଆମକୁ ଆଉ ଗୋଟିଏ ଗୀତ ଗାଇ ଶୁଣେଇବେ। ଚାଲ ଶୁଣିବା। ଏବେ ମୁଁ ଗୋଟେ ଶିଶୁ ସଙ୍ଗୀତ ଗାଇବାକୁ ଯାଉଛି, ଯାହାକୁ ଲେଖିଛନ୍ତି କ୍ଷୀରୋଦ ଚନ୍ଦ୍ର ପୋଥାଳ। ଟିକି ଝରଣା ଟିକି ଝରଣା କେଡ଼େ ସୁନ୍ଦର ତୋ ଘର କରଣା। ଟିକି ଝରଣା କେଡ଼େ ସୁନ୍ଦର ତୋ ଘର କରଣା। କେତେ ଫୁଲ କେତେ ଜାତିର ଫଳ ଭାସି ଆସେ ପାଇ ତୋହରି କୋଳ। କେତେ ଫୁଲ କେତେ ଜାତିର ଫଳ ଭାସି ଆସେ ପାଇ ତୋହରି କୋଳ। ଆକାଶର ଛାଇ ତୋ ଦେହେ ଦିଶଇ, ଆକାଶର ଛାଇ ତୋ ଦେହେ ଦିଶଇ, ଟାଣିଛୁ କି ସତେ ନୀଳ ଓଢ଼ଣା। ଟିକି ଝରଣା କେଡ଼େ ସୁନ୍ଦର ତୋ ଘର କରଣା। ଟିକି ଝରଣା କେଡ଼େ ସୁନ୍ଦର ତୋ ଘର କରଣା। କେଡ଼େ ସୁନ୍ଦର ତୋ ଘର କରଣା। କେଡ଼େ ସୁନ୍ଦର ତୋ ଘର କରଣା। ପିଲାଏ, ଅନେକ ସମୟରେ ଆମେ କୌଣସି ଗୋଟିଏ ବିଷୟ ପ୍ରତି ଧ୍ୟାନ ନ ଦେଇ ତାକୁ ଅବହେଳା କରିଥାଉ। ସେ ପାଠପଢ଼ା ହଉ କି ଖାଇବା ପିଇବା, ସେ ବାପା ମା ହୁଅନ୍ତୁ କି ଜେଜେ ଜେଜେମା, ଏହା ନିହାତି ଭୁଲ କଥା। ସବୁ ବିଷୟକୁ ଧ୍ୟାନ ଦେବା ଆମ ପାଇଁ ନିହାତି ଦରକାର। ଆସ ଶୁଣିବା କବିତା ଅବହେଳା କରିବାନି। ସ୍ୱରଚିତ କବିତାଟିକୁ ଆବୃତ୍ତି କରିଛନ୍ତି ବାଇଧର ନାୟକ। ଅବହେଳା କରିବାନି କେବେ ବାପା ମାଆଙ୍କୁ, ଛୋଟଠାରୁ ବଡ଼ ସିଏ କରିଛନ୍ତି ଆମକୁ। ଅବହେଳା କରିବାନି କେବେ ହେଲେ ଗୁରୁଙ୍କୁ, ଜ୍ଞାନର ଆଲୋକ ଦେଇ ଗଢ଼ିଛନ୍ତି ଆମକୁ। ଅବହେଳା କରିବାନି କେବେ ଗାଁ ମାଟିକୁ, ଯେଉଁ ଗାଁ ବଢ଼ାଇଛି ଆମ ଟିକି ଦେହକୁ। ଅବହେଳା କରିବାନି କେବେ ହେଲେ ସାଙ୍ଗଙ୍କୁ, ମନେ ରଖିଥିବ ସଦା ନିଜ ପିଲା ଦିନକୁ। ଅବହେଳା କରିବନି ଜେଜେ ଜେଜି ମାଆଙ୍କୁ, ପିଲାଦିନେ କେତେ ସେବା ଦେଇଛନ୍ତି ଆମକୁ। ଅବହେଳା କରିବନି ନିଜ ମାତୃଭାଷାକୁ, ମା ପରି ମାତୃଭାଷା ବଢ଼ାଇଛି ଆମକୁ। ପିଲାମାନେ, ତମ ସହ ବସି ଗପୁ ଗପୁ ଦେଖିଲଣି ଜଣେ କୁନି ଭାଇ ଆସି କେତେବେଳୁ ଏଠି ମୋ ପାଖରେ ବସିଗଲେଣି। ଗୋଟେ ବଢ଼ିଆ ଜିନ୍ସ ପିନ୍ଧିଛନ୍ତି, ମ୍ୟାଚିଂ କରି ଜ୍ୟାକେଟ୍ ପିନ୍ଧିଛନ୍ତି, ହସିଦେଲେ। ଯା, ହସ ବାହାରିଲା ଆଉ। କୁନି ଭାଇ, ତମ ନାଁ କ'ଣ କହିଦେଲ? ମୋ ନାଁ ଅର୍ଣ୍ଣବ ସସ୍ୱିନ୍। କୋଉଠୁ ଆସିଛ ତମେ? ଭୁବନେଶ୍ୱରରୁ। ଭୁବନେଶ୍ୱରରୁ କୋଉ ଜାଗାରୁ? ବିଜେପି ନଗର। ବିଜେପି ନଗର, ସେଠି ତମ ଘର? ୟେସ୍ ମ୍ୟାମ୍। କୋଉ ସ୍କୁଲରେ ପାଠ ପଢୁଛ ତମେ? କେନ୍ଦ୍ର ବିଦ୍ୟାଳୟ ନମ୍ବର 1 ଭୁବନେଶ୍ୱର। ହଁ, ଆଉ କୋଉ କ୍ଲାସରେ? କ୍ଲାସ୍ 6। କ'ଣ କ'ଣ ସବୁ ତମର ପଢ଼ା ହେଉଛି? ଇଂଲିଶ, ମ୍ୟାଥ୍, ସାଂସ୍କ୍ରିଟ ବି ପଢ଼ା ହେଉଛି, ଆଉ ସୋସିଆଲ ସାଇନ୍ସ। ତମର କୋଉଟା ବେଶୀ ଭଲ ହୁଏ? ମୋର ବେଶୀ ଇଂଲିଶ ଭଲ ହୁଏ। ଆଉ ତମକୁ ଡର କୋଉ ସବଜେକ୍ଟଟା ଲାଗେ? ଡର ବେଶୀ ହିନ୍ଦୀ। ହିନ୍ଦୀ? ହିନ୍ଦୀ ଆମ ରାଷ୍ଟ୍ରଭାଷା, ତେବେ କି ବି ତମକୁ ଡର ଲାଗୁଛି? ୟେସ୍ ମ୍ୟାମ୍, ୟେସ୍। ଯୋଉଟା କଷ୍ଟ ଥିବ ନା, ତାକୁ ଟିକେ ବେଶୀ ଟ୍ରାଏ କରିବ, ଦେଖିବ ବଢ଼ିଆ ହବ। ହେଲା, ତମେ ଡରିକି ପଢୁନଥିବ ବେଶୀ ହିନ୍ଦୀ ନା, ଓଲଟା କରିବ। ଯୋଉଟା ତମକୁ କଷ୍ଟ ଲାଗୁଛି ତାକୁ ବେଶୀ ପଢିବ, ବେଶୀ ସମୟ ଦବ। ଦେଖିବ ଆଉ କିଛି ଦିନ ପରେ ତମେ କହିବ, ଆରେ ବା, ମୋର ତ ହିନ୍ଦୀ ଏତେ ଇଜି, ମତେ ଏତେ ଇଜି ଥିଲା, ମତେ କଷ୍ଟ ଲାଗୁଥିଲା। ସ୍କୁଲକୁ କେତେବେଳେ ଯାଅ? 6:30।
କେମିତି ଯାଅ? ଭ୍ୟାନ୍ରୁ। Yes, ସ୍କୁଲ ma'am. ଭ୍ୟାନ୍ ତମ ଘର ପାଖକୁ ଆସେ? ହଁ ଉଠ କେତେବେଳେ ତାହେଲେ ସକାଳେ? ଉଠେ 5:10ରେ। 5:10ରେ ସବୁଦିନ ଉଠିଯାଅ। ଆଲାର୍ମ ଦେଇକି ଉଠ ନା ମାମା ଉଠାନ୍ତି? ଆଲାର୍ମ ବେଳେ ବେଳେ ଦେଉଛି, ବେଳେ ବେଳେ ମାମା ଉଠାନ୍ତି। ମାମା ଉଠାନ୍ତି। ଉଠିକି କ'ଣ କର? ଉଠିକି ଆଗ ବ୍ରସ୍ କରେ। ବ୍ରସ୍ କର। ବ୍ରସ୍ କରିକିରି ବ୍ରସ୍ କରିକି ଗାଧୋଇବା ପାଇଁ ପଡ଼େ। ବ୍ରସ୍ କରି ଗାଧେଇ ପାଧେଇ ଜଳଖିଆ ଖାଇ ବାହାର ସ୍କୁଲ ନା? Yes, ma'am. ଆଚ୍ଛା, ଗାଧେଇ ସାରିଲା ପରେ କ'ଣ କର? ପୂଜା କରେ। ପୂଜା ସମୟରେ କ'ଣ କର? ପୂଜା କରିବା ସମୟରେ ଶ୍ଲୋକ ବି ଗାଏ। ଆଚ୍ଛା, ତମେ ଶ୍ଲୋକ ଜାଣିଛ? କିଏ Yes, ଶିଖେଇଛି ତମକୁ? ମାମା। Yes, ଆଚ୍ଛା, ଆମ ପିଲାମାନଙ୍କୁ ଆଜି ଗୋଟେ ଶ୍ଲୋକ ଗାଇକି ଶୁଣେଇବ? yes, ma'am. ହଉ ଶୁଣେଇଲ ଦେଖିଆ। ମୁଁ ଗାୟତ୍ରୀ ମନ୍ତ୍ର। ହଁ, ଯୋଉଟା ଜାଣିଛ ଗାଅ। ଓಂ ଭୂର୍ଭୁବସ୍ୱଃ ତତ୍ସବିତୁର୍ବରେଣ୍ୟଂ ଭର୍ଗୋ ଦେବସ୍ୟ ଧୀମହି ଧିୟୋ ୟୋ ନଃ ପ୍ରଚୋଦୟାତ୍। ଗଣେଶ ମନ୍ତ୍ର। ଗଣେଶଙ୍କର ମନ୍ତ୍ର ଜାଣିଛ? ହଉ ଗାଇଦିଅ। वक्रतुण्ड महाकाय सूर्यकोटि समप्रभ निर्विघ्नं कुरु मे देव सर्वकार्येषु सर्वदा। ଆଚ୍ଛା ଅର୍ଣ୍ଣବ, ତମ ଘରେ ସବୁ କିଏ କିଏ ଅଛନ୍ତି? ମୋ ଘରେ ମୋ ବାପା ମା ଅଜା ହୁଁ ନନା। ହୁଁ ଅଜା ଜେଜେ ସମସ୍ତଙ୍କର ଗେଲା? ହଁ, ଘରେ ଚଗଲାମି କର ନା ନାଇଁ? ଭଲ ପିଲା? ଏତେ ବି କରେନି। ଏତେ ବି କରନି, ଟିକେ ଟିକେ କର। ଟିକେ ଟିକେ କ'ଣ ସେ ଟିକେ ଟିକେ ବଦମାସି କହୁନ ଦେଖିଆ? ଟିକେ ଟିକେ ମସ୍ତି କରେ। ହଁ, ଯେ ସେ ମସ୍ତିଟା କ'ଣ ଆମକୁ ଟିକେ କୁହ, ଆମେ ବି ଜାଣିବାକୁ ଚାହୁଁଛୁ ତମେ କ'ଣ ମସ୍ତି କର। ମୁଁ ବେଳେ ବେଳେ ମାମାକୁ ଟିକେ ହଇରାଣ କରିଦିଅ। ଟିକେ ମାମା ରାଗନ୍ତି? ମାମା ଟିକେ ଟିକେ ମାଡ଼ ପଡ଼େ ନା ନାଇଁ? ଖାଲି ଗାଳିରେ କାମ ଚଳିଯାଏ? ଗାଳିରେ ଗାଳିରେ କାମ ଚଳିଯାଏ, ମାଡ଼ ପଡ଼େନି? ମାଡ଼ ବେଳେ ବେଳେ। ବେଳେ ବେଳେ? ହଁ। ଅର୍ଣ୍ଣବ, ପାଠ ପଢ଼ିବା ଛଡ଼ା ତମେ ଆଉ କ'ଣ କର? ଓ ପିଆନୋ ବଜାଏ, ଗୀତ ବି ଗାଏ। ଗୀତ ବି ଗାଅ, ପିଆନୋ ବି ବଜାଅ? ୟେସ୍ ଆଚ୍ଛା, ଗୀତ ଆଉ ପିଆନୋ ଏଗୁଡ଼ା କ'ଣ ଶିଖୁଛ? ୟେସ୍ ମ୍ୟାମ୍। ଶିଖୁଛ? କୋଉଠି ଶିଖୁଛ? ରାଗା ସଙ୍ଗୀତ ସେଟା କୋଉଠି? ବିବେକାନନ୍ଦ ମାର୍ଗରେ ଭୁବନେଶ୍ୱର। ଆଚ୍ଛା, ସେଠି ଶିଖୁଛ। କିଏ ଶିଖଉଛନ୍ତି ତମକୁ ଗୀତ? ସ୍ମିତା ମ୍ୟାଡ଼ାମ୍। ଆଉ ପିଆନୋ କିଏ ଶିଖଉଛନ୍ତି? ସଞ୍ଜୟ ସାର୍। ଏଇସବୁ ଗୀତ ଆଉ ପିଆନୋ କେତେ ବର୍ଷ ହେଲାଣି ତମେ ଶିଖୁଛ? ଗୀତ 1 ବର୍ଷ, ପିଆନୋ 5 ବର୍ଷ। ପିଆନୋ 5 ବର୍ଷ ହେଲାଣି ଶିଖିଲଣି? ହଁ କ'ଣ କ'ଣ ସବୁ ପିଆନୋରେ ବଜେଇ ଦିଅ? ହଁ ସବୁ ଗୀତ ମାନେ। ହଁ ତମର ଫେଭରେଟ୍ କୋଉଟା ସବୁ ଗୀତ ଭିତରେ? ଯେତେ ଗୀତ ଶିଖିଛ? ମୋର ଫେଭରେଟ୍ ବନ୍ଦେ ମାତରମ୍। ବନ୍ଦେ ମାତରମ୍। ଆଜି ଆମ ପିଲାଙ୍କୁ ବନ୍ଦେ ମାତରମ୍ ବଜେଇ ଶୁଣେଇବ? ୟେସ୍ ମ୍ୟାମ୍। ହଉ ଶୁଣେଇ ଦିଅ। ଆରେ ବାଃ, କେତେ ସୁନ୍ଦର ପିଆନୋ ବଜେଇ ଶୁଣେଇଲେ ଅର୍ଣ୍ଣବ। ଅର୍ଣ୍ଣବ, ତମେ ଏତେ ବର୍ଷ ହେଲାଣି ପିଆନୋ ବଜଉଛ, କ'ଣ ଫ୍ୟୁଚରରେ ଏଇ ପିଆନୋକୁ ନେଇକି କିଛି କ୍ୟାରିୟର କରିବ? ୟେସ୍ ମ୍ୟାମ୍। କ'ଣ ଚାହୁଁଛ ହବା ପାଇଁ ବଡ଼ ହେଇକିରି? ମ୍ୟୁଜିସିଆନ୍। ମ୍ୟୁଜିସିଆନ୍? ମ୍ୟୁଜିସିଆନ୍ ଆଉ ଡକ୍ଟର ବି। ମାନେ ଡକ୍ଟର ବି ହବ, ମ୍ୟୁଜିସିଆନ୍ ବି ହବ? ୟେସ୍ ମ୍ୟାମ୍। ଗୀତ ଗାଇ ଗାଇ ଲୋକଙ୍କ ଅପରେସନ କରିବ ନା କ'ଣ? ହଁ। ଅର୍ଣ୍ଣବ, ଗୀତରେ କ'ଣ କ'ଣ ସବୁ ଶିଖିଛ? ଗୀତରେ ଆହେ ନୀଳ ଶୈଳ, ଠକା ମନ। ଆଜି ଆମ ପିଲାମାନଙ୍କୁ କୋଉଟା ଗାଇକି ଶୁଣେଇବ? ମୁଁ ଥକା ମନ। ଥକା ମନ? ହଉ ଗାଇଦିଅ। ଥକା ମନ ଚାଲ ଯିବା, ଚକା ନୟନ ଦେଖିବା,
ଥକା ମନ ଚାଲ ଯିବା, ଚକା ନୟନ ଦେଖିବା, ଶଙ୍ଖ ନାଭିମଣ୍ଡଳରେ ବେନି ନେତ୍ର ପଖାଳିବା, ଥକା ମନ ଚାଲ ଯିବା, ଚକା ନୟନ ଦେଖିବା, ବାଟରେ ବାଟ ମଙ୍ଗଳା, ଦେଖିବା 18 ନଳା, ପାଞ୍ଚ ମନ ଏକ ମେଳା, ନରେନ୍ଦ୍ର ସ୍ନାନ କରିବା, ଥକା ମନ ଚାଲ ଯିବା, ଚକା ନୟନ ଦେଖିବା। ବାଃ, ବଢ଼ିଆ 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 ଗାଉଛ। ଆହୁରି ପ୍ରାକ୍ଟିସ୍ କଲେ ଆହୁରି ଭଲ ଗାଇପାରିବ। ତମକୁ ଗୀତଟା ବେଶୀ ଭଲ ଲାଗୁଛି ନା କିବୋର୍ଡଟା ବେଶୀ ଭଲ ଲାଗୁଛି? ଦୁଇଟା ଭଲ ଲାଗୁଛି। ଆଚ୍ଛା, ସେଇଥିପାଇଁ କ୍ୟାରିୟର କରିବାକୁ ଚାହୁଁଛ ମ୍ୟୁଜିକରେ ଆଉ ନା? ୟେସ୍ ମ୍ୟାମ୍। ଆଚ୍ଛା ଅର୍ଣ୍ଣବ, ତମକୁ ଖେଳିବାକୁ ଭଲ ଲାଗେ? ହଁ, କ'ଣ ଖେଳିବାକୁ ଭଲ ପାଅ? ବ୍ୟାଡମିଣ୍ଟନ ବ୍ୟାଡମିଣ୍ଟନ? କୋଉଠି ଶିଖୁଛ ନା ନାଇଁ ନିଜ ସଉକରେ ଖେଳ? ଶିଖୁଛି। ଶିଖୁଛ? କୋଉଠି ଶିଖୁଛ? 1 ନମ୍ବର ହାଟ କଳ୍ପନା। କଳ୍ପନା ଛକ ପାଖରେ 1 ନମ୍ବର ହାଟ ପାଖରେ ଶିଖୁଛ? ହଁ। ତମ ସାଙ୍ଗ ନାଁ କ'ଣ? ଆରଙ୍କର ଅନିର୍ବାଣ ବିଶ୍ୱାଳ। କବାଡି ସ୍କୁଲରେ ଖେଳେ। ସ୍କୁଲରେ କବାଡି ଖେଳ। ଖେଳରେ ଇଣ୍ଟରେଷ୍ଟ ଅଛି। ଖେଳିଲେ କ'ଣ ଲାଭ ମିଳେ କହିଲ? ଖେଳରେ ବଡି ଫିଟନେସ୍। ବଡି ଫିଟନେସ୍ ରହେ ଆମର ନା? ୟେସ୍ ମ୍ୟାମ୍। ଖାଦ୍ୟ ହଜମ ସହଜରେ ହୁଏ, ଏନର୍ଜି ମିଳେ। ଏନର୍ଜି ମିଳେ। ଆମର ଯେତେ ଝାଳ ବାହାରିବ ଖେଳିଲା ବେଳେ ଆମ ବଡି ସେତେ ଫ୍ରେଶ ଲାଗିବ ନା? ଆମେ ଫିଟ୍ ରହିବା। ଆଉ କ'ଣ ଖାଇବାକୁ ଭଲ ଲାଗେ ଅର୍ଣ୍ଣବ ତମକୁ କହିଲ? ଖାଇବା ଭାତ, ଡାଲମା। ତମର ଫେଭରେଟ୍ ଖାଇବା କୋଉଟା? ଫେଭରେଟ୍ ଖାଇବା ଫ୍ରାଇଡ୍ ରାଇସ୍ ଭଲ ଲାଗେ। ଫ୍ରାଇଡ୍ ରାଇସ୍ ଭଲ ଲାଗେ? କିଏ କରନ୍ତି? ମାମା? ହଁ। ମାମାଙ୍କ ହାତର ଫ୍ରାଇଡ୍ ରାଇସ୍ ଖାଇବାକୁ ଭଲ ଲାଗେ ହଁ। ନା ବଜାର କିଣା? ମାମାଙ୍କର ହାତର। ହଁ। ହଁ, ଭଲ। ବଜାର କିଣା ଖାଇବା କଥା ନୁହେଁ। ଜାଣିଛ କ'ଣ ପାଇଁ? ଭଲ ନୁହେଁ, ବାସି ବାସି ଥାଏ। ବାସି ଥାଏ ଆଉ ବାସି କେମିକାଲ ମିଶିଥାଏ, ରଙ୍ଗ ମିଶିଥାଏ, ରାସ୍ତାର ଧୂଳି ଇଏ ସବୁ ଉଡ଼ିକି ପଡ଼ିଥାଏ। ହଁ। ଆଉ ସେ ଯେଉଁ ରେଷ୍ଟୁରାଣ୍ଟ କି ହୋଟେଲ ମାନଙ୍କରେ ଏତେ ସଫାସୁତୁରାରେ ବନା ହେଇନଥାଏ। ତାଙ୍କର ବାସନକୁସନ ଏତେ ସଫା ନଥାଏ, ହାତ ସଫା ନଥାଏ। କିନ୍ତୁ ମାମା କେମିତି ବନାନ୍ତି ଘରେ? ପୁରା ସଫାରେ। ହଁ। ତେଣୁ ମାମାଙ୍କ ଖାଇବା ଖାଇଲେ ଆମର ଦେହ ଖରାପ ହୁଏ କ'ଣ? ନା। କିନ୍ତୁ ହୋଟେଲରେ କିଣିକି ଆଣିକି ଖାଇଲେ ଦେହ ଖରାପ ହୁଏ। ଦେହ ଖରାପ ହୁଏ। ହଉ ଅର୍ଣ୍ଣବ, ତମକୁ ଆମର ବହୁତ ବହୁତ ଶୁଭକାମନା ଆଉ ଶୁଭେଚ୍ଛା। ତମେ ବଡ଼ ହେଇ ଜଣେ ଡକ୍ଟର ହୁଅ, ଜଣେ ମ୍ୟୁଜିସିଆନ୍ ହୁଅ, ଆଉ ସବୁଠୁ ବଡ଼ କଥା ତମେ ଜଣେ ଭଲ ମଣିଷ ହୁଅ। ହେଲା? ଥ୍ୟାଙ୍କ ୟୁ। ଶିଶୁ ସାଥୀଙ୍କୁ ତ ଭେଟିଲ। ଆଜିର କାର୍ଯ୍ୟକ୍ରମ ତମମାନଙ୍କୁ ସବୁ କେମିତି ଲାଗିଲା ଚିଠିରେ ଲେଖି ଜଣେଇବ। ଆମର ଠିକଣା ହେଲା ଶିଶୁ ସଂସାର କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ୍ 753001। ପିଲାଏ, ଆଜି ତ ସମୟ ସରିବାକୁ ବସିଲାଣି। ପୁଣି ଥରେ ତମ ସହ ଭେଟ ହେବ ଆଗାମୀ ରବିବାର ଠିକ୍ ସକାଳ 7:25। ଶୁଣିବାକୁ ଜମାରୁ ଭୁଲିବନି ତମର ପ୍ରିୟ କାର୍ଯ୍ୟକ୍ରମ ଶିଶୁ ସଂସାର। ତେବେ ଆଜି ପାଇଁ ଏତିକି।